ଆଳରେ କିଭଳି ଗାଳି ଗୁଲଜ ମତେ କରୁଛନ୍ତି। ପ୍ରଶାସନ ଏଇ ଦୁଇ ଜଣକୁ ତୁରନ୍ତ ଗିରଫ କରୁ। ସେମାନଙ୍କୁ ଗିରଫ କରା ନ ଯାଏ ତେବେ ମୁଁ ଧାରଣାରେ ବସିବି। ସାମ୍ବାଦିକ ସମ୍ମିଳନୀ ଡାକି ଅଛି, ଆପଣମାନଙ୍କୁ ନିବେଦନ କରିଅଛି। ଯେଉଁ ସାମ୍ବାଦିକ ସମ୍ମିଳନୀ ଡାକିବାର କାରଣ ଅଭିପ୍ରାୟ ଆଜି ଯେ ମୋର 22 ତାରିଖ ରବିବାର ରାତି ପାଖାପାଖି 9:50 କି 9:40 ଭିତରେ ହବ। ମୁଁ କାର୍ଯ୍ୟ ସାରି ଘରକୁ ଫେରୁଥିବା ଅବସ୍ଥାରେ ମତେ ପୁଲ ପାଖରେ ବାଲିଆପାଳ ଯେଉଁ ପୁଲ ରହିଛି ବାବା ଭାଟି ଜଷ୍ଟ ଏବାଡ଼କୁ, ଏଇ ପୁଲ ପାଖରେ ଦୁଇ ଜଣ ସାମାଜିକ ଯୁବକ ଯେଉଁମାନେ ଅଛନ୍ତି ସେମାନେ ମତେ ଅଟକାଇ ବିଭିନ୍ନ ଅଶାଳୀନ ମନ୍ତବ୍ୟ ଓ ଅଶାଳୀନ ଗାଳିଗୁଲଜ ମୋ ପରିବାରକୁ ନେଇ ମତେ ନେଇ ମୋ ଜାତିଗତ ପନ୍ଥା ଉଠି ମତେ ମୋ ସାମ୍ବାଦିକତା କି ଛୁଡ଼ି ହଉଛୁ ଏଭଳି ବିଭିନ୍ନ ଅଶାଳୀନ ମନ୍ତବ୍ୟ ଦେଇ ମତେ ଗାଳିଗୁଲଜ କରିବାରେ କଲେ। ମୋ ଜୀବନରୁ ମାରିଦେବା ପାଇଁ ମତେ ଧମକ ଦେଲେ। ମୁଁ ଭୟଭୀତ ହୋଇ ଆସି ପଳେଇ ଆସିଥିଲି। ସେଠୁ ପଳେଇ ଆସିଲା ମୋର ବନ୍ଧୁ ଘରେ ବସିଥିଲି। ତାପରେ ମଧ୍ୟ ତାଙ୍କର ରାଗ ଶାନ୍ତି ହୋଇନଥିଲା। ମତେ ଫୋନ ଯୋଗେ 7 ମିନିଟ ବିଭିନ୍ନ ଅଶାଳୀନ ମନ୍ତବ୍ୟ ବିଭିନ୍ନ ଆଳରେ ମତେ ଫୋନ କରି ମତେ ମଧ୍ୟ ଗାଳି ଦେଲେ। ଏ ବାବଦରେ ମୁଁ ଆସି ମଧ୍ୟ ବାଲିଆପାଳ ଥାନାରେ ଅଭିଯୋଗ କଲି। ଅଭିଯୋଗ କରିବା ପରେ ମଧ୍ୟ ଠିକ ଆଜି 4 ଦିନ ବିତିଗଲାଣି ଅଥଚ ପୋଲିସର ହାତ ଖାଲି। ଯେଉଁମାନେ ଅଭିଯୁକ୍ତ ଯେଉଁମାନଙ୍କ ନାଁରେ ମୁଁ ଲିଖିତ ଅଭିଯୋଗ କରିଛି ସେମାନେ ମଧ୍ୟ ଥାନାରେ ଆସି ଖୁଲମ ଖୋଲା ବୁଲୁଛନ୍ତି, କିନ୍ତୁ ତାଙ୍କୁ ଗିରଫ କରାଯାଉନି। ଏ ବାବଦରେ ମଧ୍ୟ ମୁଁ ଆଜି ସାମ୍ବାଦିକ ହିସାବରେ ମୁଁ ସୁରକ୍ଷା ମାଗୁଛି, ସୁରକ୍ଷା ଦାବି କରୁଛି। ଯେ ସାମ୍ବାଦିକ କେତେ ସୁରକ୍ଷିତ? କୌଣସି କିଛି କାରଣ ନଥାଇ ମତେ ଯେଉଁ ଭାବେ ମତେ ମୋ ପରିବାରକୁ ଚରିତ୍ର ସଂହାର କରାଯାଇଛି, ଅଶାଳୀନ ମନ୍ତବ୍ୟ ଦିଆଯାଇଛି। ମାନେ ଆପଣମାନେ ରେକର୍ଡିଂ ଅଛି ମୋ ପାଖରେ, ସେ ରେକର୍ଡିଂ ମୁଁ ଛାଡ଼ିବା ପାଇଁ କୁଣ୍ଠାବୋଧ ହେଉଛି ଯେ ଯେଉଁ ଭାବେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି ମତେ ଅତି ଦୁଃଖ ଲାଗୁଛି ଯେ ଏଭଳି ସମାଜରେ ଏମିତି ଲୋକ ଅଛନ୍ତି। କିଛି କୌଣସି କାରଣ ନାହିଁ, ହଠାତ୍ ଗୋଟେ ଫୋନ ଆସିଥିଲା। ଆଉ ମଧ୍ୟ ସାମ୍ନାରେ ତ ଯାହା ଗାଳି ଦେଲେ ମୁଁ ଯେହେତୁ ମୁଁ କହିଲି ସାମ୍ନାରେ ରାତି 9:10 ହେଲାନି, ମୁଁ ସେତେବେଳେ ଆଉ ଏକଟିଆ ଥିଲି, ଆଉ କିଛି ମୋ ଭିତରେ କିଛି ନ କହିପାରିଥିଲି। କିନ୍ତୁ ଫୋନରେ ମଧ୍ୟ ପୁଣି ସେଇଭଳି ଅଶାଳୀନ ମନ୍ତବ୍ୟ ଯେଉଁ ମୁଁ ତାର ରେକର୍ଡ ମଧ୍ୟ କିଛି କରିଛି। ବିଭିନ୍ନ କଥା ବିଭିନ୍ନ ଆଳରେ ବିଭିନ୍ନ କଥା ମତେ ସେ ଲୋକ ସହିତ ମୋର କିଛି ନେଣଦେଣ ହିଁ ନାହିଁ ସେମାନଙ୍କ ସହିତ ମୋର। ସେଥିପାଇଁ ମୁଁ ନ୍ୟାୟ ମାଗୁଛି ମୋର ସାମ୍ବାଦିକ ବନ୍ଧୁ ମାନଙ୍କ ଜରିଆରେ। ପ୍ରଶାସନ ଏଇ ଦୁଇ ଜଣକୁ ତୁରନ୍ତ ଗିରଫ କରୁ। ଯଦି ଆଗାମୀ ଦିନରେ ପ୍ରଶାସନ ଗିରଫ ନ କରେ ମୁଁ ଧାରଣାରେ ବସିବା ପାଇଁ ବାଧ୍ୟ ହେବି। ମୁଁ ମଧ୍ୟ ଅଭିଯୋଗ ପତ୍ର ଦେଇଥିବା ଅଭିଯୋଗ ପତ୍ର ମଧ୍ୟ ମୁଁ ଆଣିଛି। ଏହି 22 ତାରିଖରେ ମୁଁ ଅଭିଯୋଗ ଦୁଇ ଜଣଙ୍କ ନାଁରେ ଦେଇଛି ଏବଂ ମୁଁ ଆଜି ମଧ୍ୟ ଦେବି ଆଇଏସି କୁ ଆଉ ବସ୍ତା ଏସଡିପିଓଙ୍କୁ ତହସିଲଦାରକୁ। ଯଦି କିଛି ଦିନ ଭିତରେ ସେମାନଙ୍କୁ ଗିରଫ କରା ନଯାଏ ତେବେ ମୁଁ ଧାରଣାରେ ବସିବି। ଏ ବାବଦରେ ମଧ୍ୟ ମୁଁ ପ୍ରେସ ମିଟ ଜରିଆରେ ଜଣାଉଛି ଆପଣଙ୍କ ମାଧ୍ୟମରେ ଏବଂ ମୋର ସାମ୍ବାଦିକ ଭାଇ ମାନଙ୍କର ମଧ୍ୟ ସହଯୋଗ ଲୋଡୁଛି। ଆପଣମାନେ ମୁଁ ରେକର୍ଡିଂ ଆପଣମାନଙ୍କୁ ଶୁଣଉଛି, ଆପଣ ରେକର୍ଡିଂ ଖାଲି ଆପଣମାନେ ଶୁଣନ୍ତୁ। କିଭଳି ଆଳରେ କିଭଳି ଗାଳିଗୁଲଜ ମତେ କରୁଛନ୍ତି। ପଇସା ଦବୁନି ତ ତା ବାପା କହୁଛୁ ପଇସା ଦବୁନି ତ? ନା ପଇସା ତ ବାପା ତୁ ପଇସା ଦବୁ। ଚୋରି କରି ଶୁଣ ବିଷ୍ଟରକୁ ଦବୁ ପଇସା ଦବୁ ମୋ ପୁଅକୁ। ପଇସା ତ ଦବୁ ଆଉ ଥାନାରେ ଦବୁ ପଇସା। ସେଭଳିଆ କିଛି କଥା ତମ ମାଆ ଶୋଇଥିଲା କି କୋଉଠି ତୋ ମାଇକୁ ବି ବୋଧେ। ଆପଣ ଦେଖିବ ଯେ ବିଭିନ୍ନ ଆଳରେ ବିଭିନ୍ନ ଭାଷା ମତେ ଗାଳିଗୁଲଜ ମୋ ମାଙ୍କୁ ନେଇ ମୋ ବାପାଙ୍କୁ ନେଇ ଆଉ ମୋର ଚରିତ୍ର ସମ୍ପୂର୍ଣ୍ଣ ସଂହାର କରାଯାଇଛି। ଏ ଲୋକ ସହିତ ମୋର କିଛି ନେଣଦେଣ ହିଁ ନାହିଁ। ସରୋଜ କୁମାର ଦାସ, ବିଷ୍ଣୁପୁର। କଣ କରନ୍ତି ତ ଯେମିତି କଣ କରନ୍ତି ମୁଁ ତ ସେତେ ଇଏ ନାହିଁ, କିନ୍ତୁ ମୁଁ ଯେତିକି ଜାଣିଛି ସେ ଜଣେ ବିଜେଡିର ସଭାପତି ଅଛନ୍ତି, ପଞ୍ଚାୟତ ସଭାପତି ଅଛନ୍ତି ଯାହା ସୂଚନା ରହିଛି। କିନ୍ତୁ ଯାହା ବି ହେଇଥାଉ ଜଣେ ସାମ୍ବାଦିକ ଏଭଳି ଅଶାଳୀନ ମନ୍ତବ୍ୟ କିଛି କାରଣ ନଥାଇ ଏଭଳି ଅସଭ୍ୟ ଅଶାଳୀନ ମନ୍ତବ୍ୟ
ଦେଇଥିବାରୁ ମତେ ଅତି ଦୁଃଖଦାୟକ ଘଟଣା। ତେବେ ମୁଁ ଆପଣମାନଙ୍କ ସହଯୋଗ ମାଗୁଛି, ଆପଣମାନେ ତୁରନ୍ତ ସହଯୋଗର ହାତ ବଢାଇ ଏ 2 ଜଣ ଆସାମୀକୁ ଗିରଫ କରିବା ପାଇଁ। ଅଞ୍ଜନ କୁମାର ସରୋଜ କୁମାର ଦାସ ଆଉ ଅଞ୍ଜନ କୁମାର ସାହୁ, ମୋର ନୂଆ ଗାଁ। ମୁଁ କହିଲି ଯଦି କିଛି ତମର ଅଭିଯୋଗ ଅଛି ଆମ ବାବଦ ତମେ ଥାନାରେ ଲିଖିତ ଦେଇପାର। ମତେ ମୋ ପରିବାରକୁ ଏଭଳି ମୋ ସ୍ତ୍ରୀକୁ ଗୋଟିଏ ବିଛଣାରେ ଧରିକି କୁଣ୍ଡିକି ଶୋଇଛୁ, ଇଏ କର, ଏମିତି ବିଭିନ୍ନ ଅସନା। ତୋ ବାପ ସରପଞ୍ଚ ଚାଲିଛି, ଆଉ ତୋ ସାମ୍ବାଦିକ ଚୁଡ଼ି ହଉଛି, ଏଇଭଳି ବିଭିନ୍ନ ଅସନା ଅଛି। ମୁଁ ଯେହେତୁ ମୁଁ ସୋସିଆଲ ମିଡିଆ ଛାଡି ପାରିଥାନ୍ତି, ଛାଡୁନି, ଯେହେତୁ ଗୋଟେ ନିଜକୁ ଖରାପ ଲାଗୁଛି ଏଭଳି ମନ୍ତବ୍ୟକୁ। ମୁଁ କାହାକୁ ବି ଦେବା ପାଇଁ ବି ଇଏ କରୁନି, ଯେହେତୁ ବିଭିନ୍ନ ଅସହନୀୟ ମନ୍ତବ୍ୟ ସେ ଦେଇଛନ୍ତି। ତ ମୁଁ ଆପଣମାନଙ୍କର ଅନୁରୋଧ କରୁଛି, ହାତ ଯୋଡ଼ି ଅନୁରୋଧ କରୁଛି, ଆପଣମାନେ ମତେ ସହଯୋଗ କରନ୍ତୁ ମୋ ଭାଇମାନେ, ଏ 2 ଜଣ ଆସାମୀକୁ ଗିରଫ କରିବା ପାଇଁ। ଯେଉଁଭଳି ସାର୍ କୁ ଭେଟିଥିଲି, ସାର୍ ବାରମ୍ବାର ମଧ୍ୟ ଯେଉଁ ଆୟ ଅଛନ୍ତି ସାର୍ କୁ ମତେ କହିଛି, ସାର୍ ଏଫଆଇଆର ଦରଜ କରନ୍ତୁ, ଏଫଆଇଆର ଦରଜ କରନ୍ତୁ। କରିଛନ୍ତି କି ନାହିଁ ମୁଁ ତ କାଲି ନଥିଲି, ଯାଇଥିଲି ଗୋଟେ କାମରେ। ମଧ୍ୟ ଭେଟିବି, ଦାବି ପତ୍ର ଦେବି, ଯେଉଁ ଦାବି ପତ୍ର ଆପଣମାନଙ୍କୁ ଦେଖୁଛୁ ସେ ଦାବି ପତ୍ର ଆପଣମାନଙ୍କୁ ବି ମଧ୍ୟ ଦେବି, ତହସିଲଦାରକୁ ଦେବି, ଏସଡିପିଓ କୁ ଦେବି, ଏସପି କୁ ଦେବି, ସମସ୍ତଙ୍କୁ ଦେବି। ଉଦ୍ଦେଶ୍ୟ ଆଜ୍ଞା କିଛି ମୁଁ ତ ଜାଣିପାରୁନି, ଉଦ୍ଦେଶ୍ୟ କିଛି ବିଭିନ୍ନ ଅସହନୀୟ ଏଟା ସେଟା, ଇଏ ଲୋକ ସହିତ ମୋର କିଛି ନେଣଦେଣ ହିଁ ନାହିଁ ଆଜ୍ଞା।